F1 ମୁଭିର ଲିଡ୍ ଆକ୍ଟର ହେଉଛି ବ୍ରାଡ୍ ପିଟ୍। ଟ୍ରେଲର ଷ୍ଟାର୍ଟିଂରୁ ଜଣାପଡ଼ୁଛି ହିରୋ କିଛି ରିଜନରୁ ରେସ୍ ଛାଡ଼ି ଏକା ରହୁଛି। ଭାଇ ତାପରେ ପୁରା ଟ୍ରେଲର ହିଁ ଚେଞ୍ଜ। କ'ଣ ରେସ୍ ସିନ୍ସ ଦେଖାଯାଇଛି ବେ ଭାଇ, ସେ କ୍ୟାମେରା ମୁଭମେଣ୍ଟ, ସ୍କ୍ରିନ୍ ପ୍ଲେ ମାନିବାକୁ ପଡ଼ିବ। ୱାହ। ଆଉ ଏଥିରେ ହିରୋ ପୁଣି ରିଟର୍ନ କରୁଛି, କି ଜଣେ ଆସି ବୁଝଉଛି ଯେ F1କୁ ରିଟର୍ନ କରିବାକୁ। ମୋତେ ଲାଗୁଛି ଏଥିରେ F1 ପୁରାପୁରି ବ୍ୟାଙ୍କ କରପ୍ଟ ହେଇଯାଇଛି। ପଇସା ପତ୍ର କିଛି ନାହିଁ, ଲାଷ୍ଟ ଚାନ୍ସ ଏ ରେସ୍ ଉପରେ ଲଗେଇଛି, ଯେଉଁଥିପାଇଁ ହିରୋ ରିଟର୍ନ କରୁଛି। ମୋତେ ଲାଗୁଛି ମୁଁ ଆଜି ଯେତିକି ରେସ୍ର ଟ୍ରେଲର ଦେଖିଛି କି ରେସ୍ର ମୁଭି ଦେଖିଛି, ଏଇ ଟ୍ରେଲରଟା ସଭା ଉପରେ ରହିବ, ମାନେ ଗୋଟେ ଲେବୁଲ୍ ଉପରେ ହେଇଛି ଟ୍ରେଲରଟା। ଯଦି ମୋ କଥା ତମକୁ ଡାଉଟ୍ ଲାଗୁଛି ନା, ଥରେ ଯାଅ 2 ମିନିଟ୍ର ଟ୍ରେଲର ଦେଖିଦେବ, କହୁଛି ବା 10 ସେକେଣ୍ଡରେ ସରିଲା ବେଳେ ଲାଗିବ, ଏମିତିଆ ଟ୍ରେଲର ହେଇଛି। ହିନ୍ଦୀ ଡବିଂ ବି ୟାର ଜବରଦସ୍ତ ଅଛି ଭାଇ। ଫିଲ୍ମ 27 ଜୁନ୍ରେ ଆସିବ। କିଏ କିଏ ଯିବ ଥରେ ମୋତେ କମେଣ୍ଟ କରି କହିବ ତ, ମୁଁ ଦେଖିବାକୁ ଚାହୁଁଛି କେତେ ଜଣ ଯିବାକୁ ଚାହୁଁଛନ୍ତି ଫିଲ୍ମ। ମୁଁ ତ ଭାଇ 100% ଯିବି। ଆଉ ଗୋଟେ ରେସ୍ ପାଇଁ ଗୋଟେ ପିଲାର କେତେ ପ୍ୟାସନ୍ ଅଛି ଏଥିରେ ଦେଖିବାକୁ ମିଳିବ। ସେ ରେସ୍ ପାଇଁ କ'ଣ କରିପାରିବ, ଗୋଟେ ଓଲ୍ଡ ବ୍ଲଡ୍ ଆଉ ଗୋଟେ ୟଙ୍ଗ ବ୍ଲଡ୍, ତା ଭିତରେ ରେସ୍ ହେବାର ଅଛି, ମଜା ଆସିବ ଭାଇ। ଜନ୍ ୱିକ୍ ଟାଇପ୍ର ମୁଭି ଯାକୁ ପସନ୍ଦ ନା, ତା ପାଇଁ ବହୁତ ବଡ଼ ଖୁସି ଖବର। କାହିଁକିନା ନୋବଡି ପାର୍ଟ 2ର ଟ୍ରେଲର ଆସିସାରିଛି, ସିଏ ପୁଣି ରିଲିଜ୍ ଡେଟ୍ ସହ 1 ଅଗଷ୍ଟରେ ମୁଭି ଆସୁଛି। ମତଲବ ଜନ୍ ୱିକ୍ ଷ୍ଟୁଡ଼ିଓରେ ମୋତେ ଲାଗୁଛି ଏଇଟା ସାୟଦ ଥାର୍ଡ଼ ଫ୍ରାଞ୍ଚାଇଜି। ତାର ଗୋଟେ ତ ଜନ୍ ୱିକ୍ ଚାଲୁଛି, ଗୋଟେ ନୋବଡି ବି ଷ୍ଟାର୍ଟ ହେଇଗଲାଣି, ଆଉ ଗୋଟେ ତାର ଶିଶୁ ଗୋଟେ ଫିଲ୍ମ ଅଛି। ଭାଇ ଦେଖିଦେବ କ'ଣ ଫିଲ୍ମଟା, ଶିଶୁ ଏ କ୍ଲାସ୍। ବୋଲେ ଗୋଟେ ଓଲ୍ଡ ସୋଲଜର୍ର କାହାଣୀ। ଏଇ ଯେଉଁ 3ଟା ଫ୍ରାଞ୍ଚାଇଜ୍ କହିଲି ନା, 3ଟା ମୁଭି ତୁମେ ଥରେ ଦେଖିଦେବ ନା, ତୁମେ ଆକ୍ସନ୍ ମୁଭିର ଫ୍ୟାନ୍ ହେଇଯିବ। ମାନେ ଯିଏ ସବୁ କହୁନଥିବ ନା, ମୁଁ ଆକ୍ସନ୍ ଦେଖେ ନା, ମୋତେ ଭାଇ ଲଭ୍ ଷ୍ଟୋରି ବହୁତ ପସନ୍ଦ, ସେ ନିବାନିବିଙ୍କୁ ଥରେ ଫିଲ୍ମ ଦେଖାଇ ଦିଅ ଭାଇ। ସେ ଆକ୍ସନ୍ର ଫ୍ୟାନ୍ ନ ହେବେ ମୋତେ କହିବ। ନୋବଡି ମୁଭିରେ ମୋତେ ଗୋଟେ ଜିନିଷ ଭଲ ଲାଗେ, ତାର ଆକ୍ସନ୍ ଭିତରେ ଗୋଟେ ଗୋଟେ କମେଡ଼ି ପଞ୍ଚଲାଇନ୍ ଥିବ, ମଜା ଆସେ ତୁ ଶୁଣିବାକୁ। ଏଥର ଲାଗୁଛି ବୁଢ଼ା ମଉସା ବୋଧେ ଯାଇଛନ୍ତି କେଉଁଠି ସମର ଭ୍ୟାକେସନ୍ ନିଜ ଫ୍ୟାମିଲି ସହ, କାହିଁକିନା ଟ୍ରେଲର ଷ୍ଟାର୍ଟିଂରୁ ସେୟା ହିଁ ଦେଖାଉଛି। ସେଇଠୁ ମାନେ ମୁଭିଟା ପିକଅପ୍ ନେବ, କିଛି ତ ଗୋଟେ କାଣ୍ଡ ହେବ ତାପରେ। ଆଉ ସେଇଠି କିଛି ପିଲାଙ୍କ ସହ ତାଙ୍କ ଫ୍ୟାମିଲି ସହିତ ଝଗଡ଼ା ବି ହେଇଯାଇଛି, କିଛି ଟୋକା ଗୁଡ଼ାଙ୍କ ସହ, ତା ସହିତ କିଛି ଫାଇଟ୍ ସିକ୍ୱେନ୍ସ ଅଛି। ଟ୍ରେଲର ଦେଖି ଜଣାପଡ଼ୁଛି ଫାର୍ଷ୍ଟ ପାର୍ଟ ଟୁ ସେକେଣ୍ଡ ପାର୍ଟଟା ବହୁତ ବଡ଼ ଲେବୁଲ୍ରେ ସୁଟ୍ ହୋଇଛି ଭାଇ। ଫିଲ୍ମରେ ତ ତୁମେ ଲିଡ୍ ଆକ୍ଟରକୁ ଦେଖିବ, ଅଲଗା ଅଲଗା କ୍ୟାରେକ୍ଟର ସବୁ ଦେଖିବ, ହେଲେ ବୁଢ଼ା ମଉସା ଯେଉଁ ହିରୋ ଅଛି, ତା ବାପା ନା, ଓଃ ତା ଆକ୍ସନ୍ ନିଆରା, ମଜା ଆସିଯିବ। ଯଦି ଡାଉଟ୍ ହେଉଛି ନା, 1 ନମ୍ବର ପାର୍ଟଟା ଦେଖିଦିଅ, ତୁମେ ଅଟୋମେଟିକ୍ 2 ପାଇଁ ହଲ୍ ପଳାଇବ। ସେମିତି କିଛି ଷ୍ଟୋରି ତ ରିଭିଲ୍ ହେଇନି, ଏମିତିଆ ଫିଲ୍ମରେ ଷ୍ଟୋରି ସେ ଗୋଟେ ଟାଇପ୍ର ହିଁ ଥାଏ। ଦେଖିବା ସେକେଣ୍ଡ ଟ୍ରେଲରରେ ଆସିବ କି ଡାଇରେକ୍ଟ ଫିଲ୍ମ ଆସିବ, ଫିଲ୍ମ ଦେଖିଲା ପରେ ଜଣାପଡ଼ିଯିବ ଫିଲ୍ମ କେଉଁ ଟାଇପ୍ର ଅଛି। ଯଦି ମୋ ଫିଲ୍ମର ରିଭ୍ୟୁ ଦେଖିବାକୁ ଚାହୁଁଛନ୍ତି, ତାହେଲେ ମୋ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିଦେବ।